ଆପଣ ମର୍ଣ୍ଣିଂ ୱାକ୍ କରନ୍ତୁ ସ୍ୱାସ୍ଥ୍ୟ ପକ୍ଷରେ ବହୁତ ଭଲ। କିନ୍ତୁ ମନେ ପକାଇଲେ ମର୍ଣ୍ଣିଂ ୱାକ୍ କଲା ସମୟରେ ସାଙ୍ଗମାନଙ୍କ ସହିତ କେଉଁ ବିଷୟ ଉପରେ ଆପଣ ସବୁ ଆଲୋଚନା କରନ୍ତି, କେଉଁ ବିଷୟ ଉପରେ ଆଲୋଚନା କରନ୍ତି, କେଉଁ ବିଷୟ ଉପରେ ଆଲୋଚନା ନ କରନ୍ତି କୁହନ୍ତୁ। ମାନେ ଅଙ୍ଗନବାଡ଼ି ଠାରୁ ୟୁନିଭର୍ସିଟି, ପଞ୍ଚାୟତରୁ ପାର୍ଲାମେଣ୍ଟ, ମୋଦି ଠାରୁ ଟ୍ରମ୍ପ, ଇରାନ ଠାରୁ ଆମେରିକା, ଆଉ ଗ୍ୟାସ୍ ଅଭାବ ଠାରୁ ପନିପରିବା ବଜାର ଦର, ଧର୍ମ ଠାରୁ ରାଜନୀତି, କେଉଁ ବିଷୟରେ ଆଲୋଚନା ନ ହୁଏ ନା ନାହିଁ। ଆଜି ସେମିତି ଗୋଟେ ମର୍ଣ୍ଣିଂ ୱାକ୍ରେ 8-10 ଜଣ ସାଙ୍ଗ ଗ୍ରୁପ୍ ୱାକ୍ରେ ଯାଇଥିଲେ। ସେଠି ଗୋଟେ ବିଷୟ ଆଲୋଚନା ହେଲା। ଜଣେ ସାଙ୍ଗ ରାଉତ ବାବୁ ଆଉ ଜଣେ ସାଙ୍ଗ ପଟ୍ଟନାୟକକୁ ପଚାରିଲେ, ଆଚ୍ଛା ପଟ୍ଟନାୟକ ବାବୁ, ତମ ପୁଅର କିଛି ଚାକିରି ବାକିରି ହେଲା ନା ନାହିଁ? ପଟ୍ଟନାୟକ ବାବୁ ମନ ଦୁଃଖରେ କହିଲେ, ନାଇଁ ମ, ଟୋକାଟା ବିଟେକ୍ କରି ଘରେ ବସିଛି, ବୋପା ପଇସାରେ ମସ୍ତି କରୁଛି। ରାଉତ ବାବୁ କହିଲେ, ତା ଉପରେ କାହିଁ ରାଗୁଛନ୍ତି? ଏଥିପାଇଁ ତ ଆପଣ ଦାୟୀ। ସେ କହିଲେ, ମୁଁ ଦାୟୀ? କହିଲେ, ଆଉ କ'ଣ, ଆପଣ ତାକୁ ଏତେ ପାଠ କାହିଁ ପଢ଼ାଉଥିଲେ? ଯଦି ସିଏ ମାଟ୍ରିକ୍ ଫେଲ୍ ହେଇଥାନ୍ତା, ମୂର୍ଖ ହେଇଥାନ୍ତା, ତାର ଚାକିରି ସମସ୍ୟା ଥାନ୍ତା। ଏବେ ଭାରତବର୍ଷରେ କେତେ ମଡ଼ର୍ଣ୍ଣ ଷ୍ଟାର୍ଟଅପ୍ ସବୁ ଚାଲିଛି, ଯେମିତିକି ବାବାଗିରି, ସ୍ୱାମୀଗିରି, ଆଚାର୍ଯ୍ୟଗିରି, ଜ୍ୟୋତିଷଗିରି ଆଉ ବାସ୍ତୁଗିରି, ଏସବୁ ଚାଲିଛି ନା ନାହିଁ ଏବଂ ଭଲ ଚାଲିଛି ନା ନାହିଁ? ଏଥିପାଇଁ କ୍ୱାଲିଫିକେସନ୍ କ'ଣ ଦରକାର? ମାଟ୍ରିକ୍ ଫେଲ୍, ମୂର୍ଖ, କିନ୍ତୁ ଫ୍ରଡୋଲୋଜିରେ ଟିକେ ଜ୍ଞାନ ଥିବା ଦରକାର। ଆଉ କ୍ୟାପିଟାଲ ଇନଭେଷ୍ଟମେଣ୍ଟ କେତେ? 0। କିଛି ବ୍ୟାଙ୍କ ଲୋନ୍ ବି କରିବା ଦରକାର ନାହିଁ, କିନ୍ତୁ କିଛି ଶବ୍ଦ ଜାଣିବା ଦରକାର। କ'ଣ ସେଗୁଡ଼ା ସବୁ? ଭାଗ୍ୟ, ଭଗବାନ, ଧର୍ମ, କର୍ମ, ପ୍ରାରବ୍ଧ, ସଂସ୍କାର, ସଂସ୍କୃତି, ଆଉ ସମର୍ପଣ, ଶୁଦ୍ଧିକରଣ, ସାଧୁ, ଦେନ୍ ବାସ୍ତୁଦୋଷ, ଗ୍ରହ ଶାନ୍ତି, ଆଉ ମୁକ୍ତି ମାର୍ଗ, ଅଭିଶାପ, ବିନାଶ, ଏଇଭଳିଆ ସବୁ ଶବ୍ଦ ବ୍ୟବହାର କରିବାକୁ ପଡ଼ିବ। ଏଗୁଡ଼ିକ କ'ଣ ସବୁ ଗପ ବୋଲି ଭାବୁଛନ୍ତି? ଆପଣ ଉଦାହରଣ ଦେଖୁନାହାନ୍ତି ଭାରତବର୍ଷରେ। ଆଶାରାମ ବାପୁଙ୍କୁ ଦେଖନ୍ତୁ, ରାମ ରହିମଙ୍କୁ ଦେଖନ୍ତୁ, ନିତ୍ୟାନନ୍ଦଙ୍କୁ ଦେଖନ୍ତୁ। କ'ଣ ଏଇ ବାପୁ ନିତ୍ୟାନନ୍ଦ କଥା କହୁଛନ୍ତି, ଏମିତି ହଜାର ହଜାର ଲକ୍ଷ ଲକ୍ଷ ବାବା ସବୁ ଏମିତି କରୁଛନ୍ତି। କେତେ ନନ୍ଦ, କେତେ ସ୍ୱାମୀ, କେତେ ବାପୁ ଅଛନ୍ତି, ତାର ତାଲିକା ଦେଖନ୍ତୁ। କିନ୍ତୁ ଲାଟେଷ୍ଟ କିଏ? ଲାଟେଷ୍ଟ ହେଲେ ମହାପାଖଣ୍ଡେଶ୍ୱର ଜ୍ୟୋତିଷାଚାର୍ଯ୍ୟ ଶ୍ରୀ 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 ଅଶୋକ ଖେରାଟ ମହାଶୟ ଜୀ। ଏ ମହାଶୟଙ୍କର କ୍ୱାଲିଫିକେସନ୍ କେତେ ଦେଖନ୍ତୁ, ସେଇ ମାଟ୍ରିକ୍ ଫେଲ୍ ହେଇଥିବ, କିନ୍ତୁ ବୋଧେ ଫ୍ରଡୋଲୋଜିରେ ବୋଧେ ବାବୁ 10-12ଟା PhD କରିଛନ୍ତି। କାହିଁକି ନା ଆଙ୍କର ରୁଚିଟା ଟିକେ ଅଲଗା, ଟେଷ୍ଟ ଟିକେ ଅଲଗା। ଆଉ ଇଏ ମିନ ଖାଆନ୍ତିନି, ପୁରା ତିମି ଗିଳି ପକାନ୍ତି। ଆଙ୍କର ଶିକାର ସବୁ କିଏ? IAS ଅଫିସରଙ୍କର ସ୍ତ୍ରୀ, IPS ଅଫିସରଙ୍କର ସ୍ତ୍ରୀ, ରାଜନେତା ମନ୍ତ୍ରୀଙ୍କର ସ୍ତ୍ରୀ, ଆଉ ବିଭିନ୍ନ ପଦପଦବୀରେ ପ୍ରତିଷ୍ଠିତ ମହିଳାମାନେ, ଏଇମାନଙ୍କୁ ଇଏ ଶିକାର କରିଛନ୍ତି। କ'ଣ ଖାଲି ଏଇ କେତେଟା ଶବ୍ଦରେ କରିଥାଇପାରନ୍ତି, କିନ୍ତୁ ତାଙ୍କର ତାରିକା ବା ଷ୍ଟ୍ରାଟେଜି ବା ମେଥଡ଼ ସବୁ ଅଲଗା ଥିଲା। ବିଭିନ୍ନ ଲୋକଙ୍କର ବିଭିନ୍ନ ସମସ୍ୟା ଥାଏ, ତେଣୁ ସେମାନେ ଆସନ୍ତି। ଆସିଲା ପରେ ଇଏ ତାଙ୍କୁ କହନ୍ତି ଯେ ଆଙ୍କ ଦେହରେ ମହାଦେବଙ୍କର ଶକ୍ତି ଅଛି। ଆଉ ଜ୍ୟୋତିଷ ଯେହେତୁ, ତେଣୁ ଭବିଷ୍ୟବାଣୀ କରନ୍ତି ଯେ ମହିଳାଙ୍କର ସ୍ୱାମୀକୁ ବିପତ୍ତି ଅଛି, ସ୍ୱାମୀ ମରିଯିବ କି ପୁଅ ମରିଯିବ। ଏ ମହିଳାମାନେ ତ ସହଜରେ ଦୁର୍ବଳ, ତେଣୁ ସାଙ୍ଗେ ସାଙ୍ଗେ ସମର୍ପଣ କରନ୍ତି। ଆଉ ଇଏ ମଧ୍ୟ ତାଙ୍କୁ କହିଥାନ୍ତି ଯେ ତାଙ୍କ ସହିତ ଯଦି ଶାରୀରିକ ସମ୍ପର୍କ ନ ରଖନ୍ତି, ଶୁଦ୍ଧିକରଣ ନ ହୁଏ, ତାହେଲେ ରିଷ୍ଟ ଖଣ୍ଡନ ହେବନି। ଆଉ ରିଷ୍ଟ ଖଣ୍ଡନ ନହେଲେ ତ ବିନାଶ ଆଉ, ତେଣୁ ଡରିଯାଆନ୍ତି। ଆଉ ଥରେ ଯିଏ ଶିକାର ହେଇଛି, ସେ ଖସିବ କେମିତି? ଲଜ୍ଜା। ତେଣୁ ଥରେ ଦେହକୁ ସମର୍ପଣ କରିଛନ୍ତି, 100 ଥର ଡାକିଲେ ମଧ୍ୟ ସମର୍ପିତ। ଆଉ ଏ ବ୍ୟକ୍ତି ଧୁରନ୍ଧର, ବୁଦ୍ଧି ଅଛି, ସାଇନ୍ସର ବ୍ୟବହାର କରିଛନ୍ତି, ସବୁ ଭିଡ଼ିଓ ରେକର୍ଡ଼ିଂ, ତାପରେ ବ୍ଲାକମେଲ୍, ବ୍ୟବସାୟ ଚାଲିଲା। ଏବଂ ତାଙ୍କ ସମ୍ପତ୍ତିର ଆକଳନ ଦେଖନ୍ତୁ, 1000 ନୁହଁ, ଲକ୍ଷରେ ନୁହଁ, 100 କୋଟି ବି ନୁହଁ, 500 କୋଟି ପାଖାପାଖି ହେବ। ଚାଲିଛି ଖୋଳତାଡ଼ ବର୍ତ୍ତମାନ। ଏଇ କଥା ଶୁଣିକିରି ଜଣେ ସାଙ୍ଗ ବଡ଼ ସାଟାରିକାଲି କହିଲେ, ଭାଇ, ଆଲୋଚନାରୁ ଯାହା ଜଣାପଡ଼ୁଛି, ଯଦି ଇନ୍ଦ୍ରଦେବ କଥା ଜାଣିଥିବେ, ତାହେଲେ ସିଏ ବଡ଼ ମନ ଦୁଃଖରେ ଥିବେ। ଜଣେ ପଚାରିଲା, କାହିଁକି? କହିଲା, କାହିଁକି ମାନେ ସିଏ ସିନା ଗୋଟେ କଳାରେ, ଆମ ଅଶୋକ ବାବୁଙ୍କର ତ 16 କଳା।
ଆଉ ଏ କଳା ସବୁ ସେ ପାଇଲେ କେଉଁଠୁ? ସେଇ ଦେବାଦେବୀଙ୍କଠାରୁ। ଦେଖୁନାହାନ୍ତି ଇନ୍ଦ୍ରଙ୍କର ଅହଲ୍ୟା ଉପାଖ୍ୟାନ, ବିଷ୍ଣୁଙ୍କର ତୁଳସୀ ଉପାଖ୍ୟାନ, ବ୍ରହ୍ମାଙ୍କର ସରସ୍ୱତୀ ଉପାଖ୍ୟାନ, ତାଙ୍କଠାରୁ ସବୁ ଏ ଲେସନ୍ ଜ୍ଞାନ ସବୁ ମିଳିଛି। ଆଉ ଯଦି ଭାରତବର୍ଷରେ ଯଦି ଦେବାଦେବୀମାନେ ଏଇସବୁ କାମ କରନ୍ତି ଏବଂ ଭକ୍ତମାନେ ତାଙ୍କୁ କ୍ଷମା ଦେଇଦିଅନ୍ତି, ପୂଜା କରନ୍ତି, ତାହେଲେ ଏମାନେ ତ ସବୁ ଗଡ୍ ମେନ୍, ମାନେ ଗଡ୍ସ ଓନ୍ ମେନ୍, ତାଙ୍କ ନିଜ ଲୋକ। ତେଣୁ ଏମାନେ ସେଇ କାମ କରୁଛନ୍ତି। ତେଣୁ ଏମାନେ ଆଜି ଯାଇଛନ୍ତି ଜେଲ୍, ପୁଣି ବେଲ୍ରେ ଆସିବେ, ପୁଣି ସେଇ ଭକ୍ତମାନେ ତାଙ୍କ ପାଖକୁ ଯିବେ, ସେଇ ଜେଲ୍ର ଗେଟ୍ ପାଖରୁ ଫୁଲମାଳ ପିନ୍ଧେଇକି ତାଙ୍କୁ ପୁଣି ଆଣିବେ। ଏଇଟା କ'ଣ ସାଧାରଣ ଭକ୍ତ କେବଳ କରନ୍ତି? ଏ ଆଡ଼ଭୋକେଟ୍ ମାନେ, ଜଜେସ୍ ମାନେ, ପଲିଟିସିଆନ୍ ମାନେ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, MLA, MP କିଏ ଏଥିରୁ ବାଦ ପଡ଼ନ୍ତି ଯେ? ଏମାନେ କାହିଁକି ଶିକାର ହେଉଛନ୍ତି? କ'ଣ ଭାବୁଛନ୍ତି ଯେ ଖାଲି ପାଠ ପଢ଼ିଦେଲେ, ଡିଗ୍ରୀ ଧରିଦେଲେ, କୌଣସି ବଡ଼ ପଦରେ ରହିଗଲେ ସେମାନେ ସବୁ ପଣ୍ଡିତ ହୋଇଗଲେ? ଏଥିପାଇଁ ସାଇଣ୍ଟିଫିକ୍ ଟେମ୍ପର ଦରକାର। ପାଖଣ୍ଡବାଦର ମୁକ୍ତି କେବଳ ଅଛି ସାଇଣ୍ଟିଫିକ୍ ଟେମ୍ପରରେ, କୌଣସି ଡିଗ୍ରୀରେ ନାହିଁ, କୌଣସି ଶାସ୍ତ୍ରରେ ନାହିଁ, କୌଣସି ସାଇନ୍ସ ବହିରେ ବି ନାହିଁ। ଭାରତବର୍ଷରେ ପାଖଣ୍ଡବାଦ କେମିତି ଚାଲିଛି, ଏଇ ଯେଉଁ ବିଷୟଟି ମର୍ଣ୍ଣିଂ ୱାକ୍ରେ ଆଲୋଚନା ହେଲା, ଏଇଟା ଅନେକ ଲୋକଙ୍କୁ ଭଲ ନ ଲାଗିପାରେ, କିନ୍ତୁ ଇଏ ତ ହେଉଛି ବାସ୍ତବିକତା, ଇଏ ତ ହେଉଛି ସତ୍ୟ। ଆପଣଙ୍କୁ ଭଲ ଲାଗିଲା ନା ଖରାପ ଲାଗିଲା, ଆପଣ ଆକ୍ଚୁଆଲି କମେଣ୍ଟ ବକ୍ସରେ ଲେଖନ୍ତୁ। ଧନ୍ୟବାଦ, ନମସ୍କାର।